ଏକ ବଡ଼ ଜଙ୍ଗଲରେ ବହୁତ ପଶୁପକ୍ଷୀ ରହୁଥିଲେ। ଏହି ଜଙ୍ଗଲରେ ଚତୁର ଶିଆଳ ମଧ୍ୟ ରହୁଥିଲା। ସେ ଭାରି ଚତୁର ଏବଂ ଠକୁଆ ଥିଲା। ଗୋଟିଏ ଦିନ ଚଢ଼େଇ ନଦୀ ପାଖରୁ ଗୋଟିଏ ଛୋଟ ପିଠା ପାଇଲା। ତାକୁ ମୁହଁରେ ଧରି ସେ ବଡ଼ ଗଛରେ ବସିଲା। ଶିଆଳ ଏହା ଦେଖି ସେ ପିଠାଟି ମୁଁ କେମିତି ଖାଇପାରିବି, ଏହା ସେ ଚିନ୍ତା କଲା। ଶିଆଳ ଗଛ ତଳକୁ ଯାଇ ସେ ଚଢ଼େଇକୁ ଇମ୍ପ୍ରେସ୍ କରିବା ପାଇଁ ତା ବିଷୟରେ କେତେ ସୁନ୍ଦର ସୁନ୍ଦର କଥା କହିଲା। ତମେ କେତେ ସୁନ୍ଦର ଗୀତ ଗାଅ, ତମ ପରିକା ମିଠା ସ୍ୱର ମୁଁ ପୁରା ଜଙ୍ଗଲରେ ଆଜି ପର୍ଯ୍ୟନ୍ତ କେବେ ଶୁଣି ନାହିଁ। ଦୟାକରି ମୋତେ ଗୋଟିଏ ଗୀତ ଗାଇ ଶୁଣାଇ ଦିଅ। ଯେମିତି ସେ ଚଢ଼େଇଟି ମୁହଁ ଖୋଲିଲା ଗୀତ ଗାଇବା ପାଇଁ, ସେ ପିଠା ଖଣ୍ଡକ ପାଟିରୁ ଖସି ପଡ଼ିଲା। ଶିଆଳ ଖୁସିରେ ସେ ପିଠାଟି ଖାଇ ଆନନ୍ଦରେ ଜଙ୍ଗଲକୁ ଚାଲିଗଲା। ଚଢ଼େଇ ବହୁତ ଦୁଃଖିତ ହେଲା। ସେ ବୁଝିଲା ଯେ ଶିଆଳ ତାକୁ ମିଛ କଥା କହି ଠକି ଦେଇଛି। କିଛି ଦିନ ଏମିତି ବିତିଗଲା। ଚଢ଼େଇଟି ପରିବା ମଣ୍ଡିରୁ ଗୋଟିଏ ବଡ଼ ଲଙ୍କା ଆଣି ସେ ଗଛ ଉପରେ ବସିଲା। ସେହିଦିନ ପୁଣି ଶିଆଳ ସେହି କାଣ୍ଡ କଲା। ହେ ସୁନ୍ଦର ଚଢ଼େଇ, ଆଜି ମଧ୍ୟ ତୁମର ସେ ସୁନ୍ଦର ଗୀତ ଶୁଣିବାକୁ ମୋର ଭାରି ଇଚ୍ଛା ହେଉଛି। ଦୟାକରି ଟିକିଏ ଗାଇଦିଅ ନା। ଚଢ଼େଇ ମୁହଁ ଖୋଲିଲା, ଲଙ୍କାଟି ଖସି ପଡ଼ିଲା। ଶିଆଳ ତାକୁ ପିଠା ଭାବି ଖାଇନେଲା। ସେ ଖାଇବା ମାତ୍ରେ ତାର ପାଟି ମୁହଁ ଜଳିଗଲା। ସେ ପାଣି ପାଇଁ ଏପଟ ସେପଟ ଦୌଡ଼ିବାକୁ ଲାଗିଲା। ଉପର ଥାଇ ଚଢ଼େଇଟି ହସି ହସି କହିଲା, ଶିଆଳ, ଆଜି ତୋତେ ପାନେ ହୋଇଛି। ତୁ ଯେମିତି ଠକୁଆ, ତୋତେ ଆଜି ଠିକ୍ ଶିକ୍ଷା ମିଳିଛି।